ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆଜି ଖୋଲିବ ହୀରାକୁଦ ଗେଟ୍। ନଦୀରେ ଥିବା ତଳିଆ ଲୋକେ ମାନେ ସଚେତନ ରୁହ, ଏମିତି କିଛି କହି ଡାକବାଜି ଯନ୍ତ୍ରରେ ସତର୍କ କରାଉଛନ୍ତି ନଦୀ ବନ୍ଧର ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ କରାଯିବ ଆଜି। ହେଲେ ଡାକବାଜି ଯନ୍ତ୍ରରେ ଲୋକମାନଙ୍କୁ ସତର୍କ କରାଉଛନ୍ତି କର୍ମଚାରୀ ଜଣକ, ଯାହା ସମସ୍ତେ ଶୁଣି ସ୍ତବ୍ଧ ହୋଇଯାଉଛନ୍ତି। କାରଣ ବର୍ଷା ଜଳର ପ୍ରଭାବରେ ଜଳ ନିଷ୍କାସନ ହେଉଛି ହୀରାକୁଦ ଡ୍ୟାମ୍। ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟା ଜଳ। ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଯିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପରାମର୍ଶ ଦିଆଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଡ୍ୟାମ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆଜି ସକାଳ 9ଟାରେ ପୂଜା ଅର୍ଚ୍ଚନା ପରେ ଗେଟ୍ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ଶନିବାର ରାତି 9ଟା ସୁଦ୍ଧା ହୀରାକୁଦ ଜଳସ୍ତର 615.29 ଫୁଟରେ ପହଞ୍ଚିଥିଲା। ହେଲେ ଆଜି ଜଳସ୍ତର ଏତେ ବୃଦ୍ଧି ପାଇଛି ଯାହାଫଳରେ ଆଜି ଜଳ ନିଷ୍କାସନ କରାଯାଉଛି। ସେକେଣ୍ଡ ପ୍ରତି ଜଳଭଣ୍ଡାରରୁ 2,94,112 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବା ବେଳେ ବିଭିନ୍ନ କେନାଲ ଓ ପାୱାର ଚ୍ୟାନେଲ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ କାର୍ଯ୍ୟରେ 39,512 କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତଳିଆ ଅଞ୍ଚଳରେ ଲୋକେ ସତର୍କ ହୋଇଯାଆନ୍ତୁ, କାରଣ ବନ୍ୟା ଜଳ ନିଷ୍କାସନ ହେଉଛି। ତେଣୁ ଡାକବାଜି ଯନ୍ତ୍ରରେ ସତର୍କ କରାଉଛନ୍ତି କର୍ମଚାରୀ ଜଣକ, କାରଣ ଅଧିକ ପ୍ରଭାବ ପକାଇପାରେ ଏବଂ ହୀରାକୁଦ ଡ୍ୟାମ୍କୁ ନ ଯିବା ପାଇଁ ବାରଣ ମଧ୍ୟ କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।